ଆମେ କିଛି ଲୋକଙ୍କଠୁ ଖବର ପାଇଲୁ ଫୋନ୍ ଯୋଗେ ଗୋଟେ ହେଟା ବାଘ 11 ନମ୍ବର ବ୍ରିଜ୍ର ସେପଟେ ପଡ଼ିଛି। ତାପରେ ଆମର RRT ଟିମ୍ ଯାଇଥିଲେ, ରେସ୍କ୍ୟୁ ଗାଡ଼ି ନେଇକି ଯାଇଥିଲେ, ଦେଖିଥିଲେ। ହେଟା ବାଘର ଦେଖିଲା ପରେ ଜଣାପଡ଼ିଲା ଯେ ହେଟା ବାଘର ସକାଳେ ସକାଳେ ଗୋଟେ ଗାଡ଼ି ସହିତ ଧକ୍କା ହେଇ ଅଜଣା ଗାଡ଼ି ସହିତ ଧକ୍କା ହେଇକି ତାର ଆଗ ଗୋଡ଼ ଦୁଇଟା ଡ୍ୟାମେଜ୍ ହେଇଛି। ଆଉ ଲୋକମାନଙ୍କ ଦ୍ୱାରା ଆଟାକ୍ ହେଇଛି, ଆଖିରେ ଟିକେ ମାଡ଼ ହେଇଛି। ଆମେ ତାକୁ ରେସ୍କ୍ୟୁ କରିଛୁ, ରେଞ୍ଜ ଅଫିସ୍କି ଆଣିଛୁ। ଆଉ ତାପରେ ତାର ପ୍ରିଲିମିନାରୀ ଟ୍ରିଟମେଣ୍ଟ ବି କରୁଛୁ। ପରବର୍ତ୍ତୀ ଅଧିକ ଟ୍ରିଟମେଣ୍ଟ ପାଇଁ ଆମେ ତାକୁ ନବରଙ୍ଗପୁର ପଠାଇବୁ। ଏଠି ଆପଣଙ୍କ ମାଧ୍ୟମରେ ମୁଁ କହି ରଖିବି, ଯେଉଁ ଲୋକମାନେ ରାସ୍ତାରେ ଗାଡ଼ି ଯାଉଛି, ଗାଡ଼ିରେ ଯିବା ଆସିବା କରୁଛନ୍ତି, ସେମାନେ ଟିକେ ଗାଡ଼ି ଦେଖି ଚଳାନ୍ତୁ, ଧୀରେ ଚଳାନ୍ତୁ। ଏ ପ୍ରକାର ସ୍ଥିତି ଯେଉଁ ବନ୍ୟଜୀବଜନ୍ତୁଙ୍କୁ ଆଘାତ ଦେଉଛନ୍ତି, ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ତାର ତଦନ୍ତ କରୁଛୁ, ଯାହା ଦୋଷୀ ଯିଏ ମିଳିବ ତାକୁ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ନେବୁ। ଆଉ ଲୋକମାନଙ୍କୁ ବି ଏଠି ସଚେତନ କରିବାକୁ ଯାଉଛୁ, ଅଯଥାରେ ଜୀବଜନ୍ତୁଙ୍କ ପ୍ରତି କ୍ଷତି ପହଞ୍ଚାନ୍ତୁ ନାହିଁ, ତାଙ୍କୁ ଦୟା କରନ୍ତୁ, ସେମାନେ ଆମର ପରମ ମିତ୍ର। ଏଇଟା ନବରଙ୍ଗପୁରର ଯେହେତୁ ରେସ୍କ୍ୟୁ ଅଛି, ସେଣ୍ଟର ଅଛି, ସେଠି ଆମର ଡକ୍ଟରମାନେ ଅଛନ୍ତି, ଅଭିଜ୍ଞ ଡକ୍ଟରମାନେ ଅଛନ୍ତି, ସେମାନଙ୍କ ଦ୍ୱାରା ଟ୍ରିଟମେଣ୍ଟ କରାଇବ ଆଉ ପରବର୍ତ୍ତୀ ମଧ୍ୟ ତାକୁ ଜଙ୍ଗଲରେ ଛାଡ଼ିବ।